नमस्कार। आकाशवाणी कटक आंचलिक संवाद पढ़ुछंती मलय रंजन मिश्र। आम साथी चाटबट्र उपयोगिता संपर्क एक उच्चस्तरीय समीक्षा बैठक गतकाली भुवनेश्वर लोकसेवा भवनଠାରେ अनुष्ठित होई जाइछि। राजस्व विपर्यय परिचालना मंत्री सुरेश पुजारी अध्यक्षतार अनुष्ठित बैठक में ଏହି ହ୍ୱାଟ୍ସଆପ୍ର ଉପଯୋଗ ନେଇ ବିସ୍ତୃତ ଆଲୋଚନା ହୋଇଛି। ଜନସାଧାରଣ ଏହା ମାଧ୍ୟମରେ ପ୍ରଶାସନ ନିକଟରେ ନିଜର ସମସ୍ୟା ତଥା ଅଭିଯୋଗ ସମ୍ପର୍କରେ ତଥ୍ୟ ପ୍ରଦାନ କରିପାରିବେ। ସମ୍ପୃକ୍ତ ଅଧିକାରୀ ଅଭିଯୋଗ ଆଧାରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ। ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟରେ ଖୋଲା ବଜାରରେ 5 କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ମିଳିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ରନ୍ଧନ ଗ୍ୟାସ୍ କଳାବଜାରୀକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ୟାସ୍ ଏଜେନ୍ସି ଏବଂ ଲାଇସେନ୍ସ ପାଇଥିବା ଦୋକାନୀମାନେ 5 କିଲୋଗ୍ରାମ ଗ୍ୟାସ୍ ବିକ୍ରି କରିପାରିବେ। ଅନ୍ୟପକ୍ଷରେ ରିହାତି ପାଇବା ପାଇଁ ଗ୍ୟାସ୍ ଉପଭୋକ୍ତାଙ୍କୁ ଇ-କେୱାଇସି କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ନୂଆଦିଲ୍ଲୀରେ ଚାଲିଥିବା ଭାରତ ଜନଜାତି ମହୋତ୍ସବ 2026 ଗତକାଲି ଶେଷ ହୋଇଛି। 19 ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବ ଜନଜାତି ସଂସ୍କୃତି, କାରିଗରୀ ଏବଂ ଉଦ୍ୟୋଗୀଙ୍କ ପାଇଁ ଏକ ମଞ୍ଚ ପ୍ରଦାନ କରିଛି। 1,50,000ରୁ ଅଧିକ ଅଂଶଗ୍ରହଣକାରୀ ଏଥିରେ ଯୋଗଦେଇ ଜନଜାତି ସାମଗ୍ରୀ ଏବଂ ସଶକ୍ତିକରଣ ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରିଛନ୍ତି। 200ରୁ ଅଧିକ ପ୍ରଦର୍ଶନୀ ମଣ୍ଡପରେ ଜନଜାତି ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ପ୍ରାକୃତିକ ଉତ୍ପାଦର ବହୁବିଧ ସାମଗ୍ରୀ ପ୍ରଦର୍ଶନ ସହିତ ବିକ୍ରି ହୋଇଥିଲା। ବୈଶାଖ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ଗୁପ୍ତନୀତି ଅନୁଷ୍ଠିତ ହେବ। ଦଇତାପତି ଏବଂ ଅନ୍ୟ ସେବକମାନଙ୍କ ଦ୍ୱାରା ଗୁପ୍ତନୀତି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଶ୍ରୀଜୀଉଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲା ବୋଡେନ ଅଞ୍ଚଳରେ ବିତରଣ କରୁଥିବା ହାତୀ ଉପରେ ବନ ଓ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ନଜର ରଖାଯାଇଛି। ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ କହିଛନ୍ତି, ଡ୍ରୋନ୍ ମାଧ୍ୟମରେ ହାତୀମାନଙ୍କର ଗତିବିଧି ଉପରେ ସମୀକ୍ଷା କରାଯାଉଛି। ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ଆବଶ୍ୟକ ସ୍ଥଳେ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟାରେ ଗତକାଲି ଯୁଦ୍ଧଯାତ୍ରା ବେଶ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଓଡ଼ଗାଁ ମହୋତ୍ସବ ପଡ଼ିଆରେ 25ତମ ରାବଣ ପୋଡ଼ି ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାସ୍ତରୀୟ ମାରାଗୁଡ଼ା ମହୋତ୍ସବ 2026 ଗତକାଲି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ମାରାଗୁଡ଼ା ସଭ୍ୟତାର ସଂସ୍କୃତି ଏବଂ ଅନନ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ତାମ୍ପରା ତରଙ୍ଗିଣୀ ସାଂସ୍କୃତିକ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ କଳାକାର କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି। ପ୍ରତ୍ୟେକ ରବିବାର ସନ୍ଧ୍ୟାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ସହିତ ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟି ଅଧିକରୁ ଅଧିକ କ୍ରୀଡ଼ାବିତ୍ଙ୍କୁ ସୁଯୋଗ ଦେବାର ଆବଶ୍ୟକତା ଉପଲବ୍ଧ କରି ଆଜି ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। 1896 ମସିହା ଆଜିର ଦିନରେ ଗ୍ରୀକ୍ର ଏଥେନ୍ସଠାରେ ପ୍ରଥମ ଆଧୁନିକ ଅଲିମ୍ପିକ୍ସ କ୍ରୀଡ଼ା ଆରମ୍ଭ ହୋଇଥିଲା। ଏହି ସ୍ମରଣୀୟ ଦିନକୁ ମନେ ପକାଇବା ଲାଗି ପ୍ରତିବର୍ଷ ବିକାଶ ଓ ଶାନ୍ତି ପାଇଁ ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରିବା ପାଇଁ 2013 ମସିହାରେ ମିଳିତ ଜାତିସଂଘ ନିଷ୍ପତ୍ତି ନେଇଥିଲା। ସାମାଜିକ ପରିବର୍ତ୍ତନ ପାଇଁ କ୍ରୀଡ଼ାକୁ ଏକ ଉପକରଣ ଭାବେ ବ୍ୟବହାର କରିବା ନେଇ ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟି ଦୀର୍ଘଦିନରୁ ପ୍ରୟାସ ଜାରି ରଖିଛନ୍ତି। ଏହି ଦିବସ ପାଳନ ବିଶ୍ୱର ବିଭିନ୍ନ ସମ୍ପ୍ରଦାୟ ଏବଂ ଲୋକଙ୍କ ଜୀବନରେ ଖେଳ ଓ ଶାରୀରିକ କସରତ ସକାରାତ୍ମକ ଭୂମିକାକୁ ଚିହ୍ନଟ କରିବାର ଏକ ସୁଯୋଗ ପ୍ରଦାନ କରିବ ବୋଲି ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ କାଳବୈଶାଖୀର ପ୍ରଭାବ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବଜ୍ରପାତ ସହିତ ଝଡ଼ ବର୍ଷାର ସମ୍ଭାବନା ରହିଛି। ତାପମାତ୍ରା 2ରୁ 3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଓଡ଼ିଶାର ଉତ୍ତର ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ଆଜି କାଳବୈଶାଖୀର ପ୍ରଭାବ ଅଧିକ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ଏହିସବୁ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା32 ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।